ସେଦିନ ସେ ମା ଜଣକ ପୁଣି ଦେଖାହେଲେ। ସେ ମା ଜଣଙ୍କର ବିଶେଷତ୍ୱ ହେଉଛି ମାସକରେ ଗୋଟେ ଦିନ ତାଙ୍କୁ ସମସ୍ତେ ଭିକ ମାଗିବାର ଦେଖନ୍ତି। ସେଦିନ କେଜାଣି କାହିଁକି କେହି ଜଣେ ସେ ମାଆକୁ ପଚାରିଲା, ମା ମାସକରେ ଗୋଟିଏ ଦିନ ଭିକ ମାଗ, କ'ଣ ପୁରା ମାସଟା ସେଥିରେ ଚଳିଯା? ମା ଜଣକ ନୀରବ ରହିଲେ ଆଉ କହିବା ଆରମ୍ଭ କଲେ, ନାଇଁ ସେଇ ଗୋଟିଏ ଦିନ ପାଇଁ ତ ମୁଁ ଭିକ ମାଗେ। ଏବେ ଲୋକଟି ପ୍ରଶ୍ନ କଲା, ଗୋଟେ ଦିନ ପାଇଁ କେହି କ'ଣ ଭିକ ମାଗେ? କ'ଣ ପାଇଁ ମା? ମା ଜଣକ କହିବା ଆରମ୍ଭ କଲେ, ଖୁବ୍ କଷ୍ଟରେ ମୁଁ ଆଉ ମୋ ସ୍ୱାମୀ ମୋ ପିଲାମାନଙ୍କୁ ମଣିଷ କରୁଥିଲୁ। ଦି ପୁଅ ମୋର, ଜଣେ ଡାକ୍ତର ଆଉ ଜଣେ ଇଞ୍ଜିନିୟର। ଜଣଙ୍କୁ ପାଠ ପଢ଼ିବା ପାଇଁ ମୋ ବାହାଘର ବେଳର ସବୁ ସୁନା ଗହଣା ବିକ୍ରି ହେଇଗଲା। ଆଉ ଜଣଙ୍କୁ ଇଞ୍ଜିନିୟର କରିବା ପାଇଁ ମୋ ସ୍ୱାମୀ ତ ଆମର ସର୍ବଶ୍ରେଷ୍ଠ ସମ୍ପତ୍ତି ଜାଗା କେଇଗୁଣ୍ଠୁ ଆଉ ଘରଟାକୁ ବି ବିକିଦେଲେ। ସେମାନେ ଦି ଜଣ ଖୁବ୍ ବଡ଼ ହେଲେ, ଜଣେ ଡାକ୍ତର ଆଉ ଜଣେ ଇଞ୍ଜିନିୟର। କ୍ରମେ ଆମ ବୁଢ଼ାବୁଢ଼ୀଙ୍କୁ ମଧ୍ୟ ସେମାନେ ଦି ଭାଗ କରିଦେଲେ। କହିଲେ, ଗୋଟିଏ ପୁଅ ପାଖରେ ବାପା ମା ଦି ଜଣ କ'ଣ ଖାଇବେ ଯେ? ଜଣେ ବାପାକୁ ରଖୁ ଆଉ ଜଣେ ମାଆଙ୍କୁ ରଖୁ। ପରସ୍ପରଠୁ ଅଲଗା ହେଇ ରହିଲୁ ଅନେକ ଦିନ। ଏ କଥା ବୋଧେ ମୋ ସ୍ୱାମୀଙ୍କୁ ଖୁବ୍ ବାଧିଥିଲା। ତାର କିଛି ଦିନ ପରେ ସେ ହାର୍ଟ ଆଟାକରେ ଚାଲିଗଲେ। ଏବେ ମୁଁ ତ ସାନ ପୁଅ ପାଖରେ ଥିଲି। ସାନ ପୁଅ କହିଲା, ବାପା ତ ଚାଲିଗଲେଣି, ଏକାଏ ମାଆକୁ ମୁଁ କାହିଁ ଏକା ଖାଇବାକୁ ଦେବି ଯେ? ଭାଇ ତ ଅଛି ନା, ବରଂ ଭଲ ହବ ମାସକର ଅଧା ଦିନ ଭାଇ ରଖିବ ଆଉ ଅଧା ଦିନ ମୁଁ ରଖିବି। ସେଇଆ ହେଲାରେ ପୁଅ। ମାସକରୁ 15 ଦିନ ମୁଁ ରହିଲି ବଡ଼ ପୁଅ ଘରେ ଆଉ 15 ଦିନ ରହିଲି ସାନ ପୁଅ ଘରେ। ଯେଉଁ ମାସଟି 31 ପଡ଼ିଲା ସେଦିନ ସାନ ପୁଅ କହିଲା, ଭାଇ ତ 1ରୁ 15 ତାରିଖ ଯାଏଁ ରଖିଛି, ମୁଁ ତ ରଖିଲିଣି 15ରୁ 30 ତାରିଖ, ଆଉ ଗୋଟିଏ ତାରିଖ ମୁଁ କାହିଁ ଏକ୍ସଟ୍ରା ରଖିବି ଯେ? ତୁ ଯା ମୋ ଘରୁ ବାହାରି ଯା। ମୁଁ ଭାବିଲି ଗୋଟିଏ ଦିନ ପାଇଁ ସାନ ପୁଅ ଯେତେବେଳେ ରଖୁନି, ବଡ଼ ପୁଅ ବି କ'ଣ ଆଉ ମୋତେ ରଖିବ? ଭଲ ହବ ସେ ଗୋଟିଏ ତାରିଖ ମୁଁ ଭିକ ମାଗି ବୁଲିବି। ମୋତେ ଦେଖିଲେ ଦୁନିଆ କହିବ, ଅମକ ଡାକ୍ତର କି ଅମକ ଇଞ୍ଜିନିୟରଙ୍କ ମା ଭିକ ମାଗୁନି, ବରଂ 21 ଶତାବ୍ଦୀର ମାର ମମତା ରାସ୍ତା କଡ଼ରେ ବେସାହାରା ହେଇ ଭିକ ମାଗୁଛି ଦୟାର କରୁଣାର ତା ପରବର୍ତ୍ତୀ ପିଢ଼ିକୁ। ଭାବିଲେ ଲାଗୁଛି ଦିନେ ଗୋଟିଏ ମା ନିଜର 5-5ଟା ପିଲାକୁ ଏକା ଖାଇବାକୁ ଦଉଥିଲା, ଗାଧେଇ ଦଉଥିଲା, ସେମାନଙ୍କର ଦାୟିତ୍ୱ ବୁଝୁଥିଲା। ଆଜି 5-5ଟା ପିଲା, କିଏ IAS, କିଏ OAS, କିଏ IPS, କିଏ ଡାକ୍ତର, କିଏ ଇଞ୍ଜିନିୟର। ସେଦିନ 5-5ଟା ପିଲାକୁ ଏକା ଖାଇବାକୁ ଦଉଥିଲା ମା, ଅଥଚ ଆଜି 5-5ଟା ପିଲା ମିଶି ମାକୁ ମୁଠାଏ ଖାଇବାକୁ ଦେଇପାରୁନାହାନ୍ତି। ମା କାଲି ବି କାନ୍ଦୁଥିଲା, ମା ଆଜି ବି କାନ୍ଦୁଛି। 31 ମାସଟା ଆସିଲେ ସାରା ଭାରତବର୍ଷର ମା ମାନଙ୍କର ଆତ୍ମା ସତେ ଯେମିତି ରାଜରାସ୍ତାକୁ ଓହ୍ଲେଇ ପଡୁଛି। ଭାଇମାନେ, ବାପା ମାଙ୍କୁ ସମ୍ମାନ ଦେବା, ଅଧିକାରର ସହ ବଞ୍ଚେଇବା, ବାପା ମାଙ୍କର ମହତ୍ଵ ବୁଝିବା।